ଆଜିର ଏହି ଏକ୍ସପ୍ଲେନରକୁ ସ୍ୱାଗତ। ଆଜି ଆମେ କାଳିଘାଟ ମନ୍ଦିରର ସେହି ରହସ୍ୟମୟ ଇତିହାସ ଏବଂ ଆଧ୍ୟାତ୍ମିକ ବିବର୍ତ୍ତନ ବିଷୟରେ ଜାଣିବା ଯାହା ପ୍ରକୃତରେ ଅଦ୍ଭୁତ। ଆସନ୍ତୁ ଜଣେ ତୀର୍ଥଯାତ୍ରୀର ଦୃଷ୍ଟିକୋଣରୁ ବାହାରିବା ଏକ ଏମିତି ଯାତ୍ରାରେ ଯେଉଁଠି ପୌରାଣିକ କାହାଣୀ ଆଉ ଆଧୁନିକ ଭକ୍ତିର ଏକ ଚମତ୍କାର ମିଳନ ଦେଖିବାକୁ ମିଳେ। ପ୍ରକୃତରେ ଏହା ଏକ ରୋମାଞ୍ଚକର ଅନୁଭୂତି ହେବାକୁ ଯାଉଛି। କିନ୍ତୁ ଆଗକୁ ବଢ଼ିବା ପୂର୍ବରୁ ଗୋଟିଏ ପ୍ରଶ୍ନ ମନକୁ ଆସେ, ମା କାଳୀଙ୍କର ପାଦ ଭକ୍ତମାନଙ୍କଠାରୁ କାହିଁକି ସବୁବେଳେ ଲୁଚାଇ ରଖାଯାଏ? ଏହି ଗୋଟିଏ ପ୍ରଶ୍ନର ଉତ୍ତର ହିଁ ଆମକୁ ଏହି ପ୍ରାଚୀନ ପୀଠର ସବୁଠୁ ବଡ଼ ରହସ୍ୟ ଆଡ଼କୁ ନେଇଯିବ। ଦେବୀଙ୍କ ଚରଣକୁ ସର୍ବସାଧାରଣ ଦର୍ଶନରୁ ଗୁପ୍ତ ରଖିବା ପଛରେ ଥିବା କାରଣଟି ବାସ୍ତବରେ ବହୁତ କୌତୂହଳପୂର୍ଣ୍ଣ। ତେବେ ଆମର ଏହି ଯାତ୍ରାର ରୂପରେଖା କେମିତି ରହିବ? ପ୍ରଥମେ ଦେଖିବା ଏକ ମହାତୀର୍ଥର ଉତ୍ପତ୍ତି, ତାପରେ ପବିତ୍ର ଅବଶେଷର ଆବିଷ୍କାର, ମାଟିକୁଡ଼ିଆରୁ ପଥର ମନ୍ଦିରର ବିବର୍ତ୍ତନ, ଶାକ୍ତ ଏବଂ ବୈଷ୍ଣବ ମାର୍ଗର ମିଳନ, ଆଉ ଶେଷରେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ସହ ସେହି ଗୁପ୍ତତାନ୍ତ୍ରିକ ରୀତିନୀତି ଉପରେ ନଜର ପକାଇବା। ଠିକ୍ ଅଛି, ଆସନ୍ତୁ ସିଧାସଳଖ ଆରମ୍ଭ କରିବା ଆମର ପ୍ରଥମ ବିଭାଗ, ଏକ ମହାତୀର୍ଥର ଉତ୍ପତ୍ତି। ଦେଖିବା ଏହି ପବିତ୍ର ସ୍ଥାନର ଆରମ୍ଭ କେମିତି ହୋଇଥିଲା। ପୁରାଣର କଥା ଅନୁଯାୟୀ ସତ୍ୟ ଯୁଗରେ ଯେତେବେଳେ ଦେବୀ ସତୀ ଦକ୍ଷଙ୍କ ଯଜ୍ଞରେ ନିଜ ପ୍ରାଣ ଆହୁତି ଦେଲେ, ସେତେବେଳେ ଭଗବାନ ଶିବ ଭୀଷଣ କ୍ରୋଧିତ ହୋଇ ତାଣ୍ଡବ କରିଥିଲେ। ସେହି ସମୟରେ ବିଷ୍ଣୁ ନିଜ ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ବିଭକ୍ତ କରିଦେଇଥିଲେ। ବିଶ୍ୱାସ କରାଯାଏ ଯେ ସତୀଙ୍କ ଡାହାଣ ପାଦର 4ଟି ଆଙ୍ଗୁଠି ଠିକ୍ ଏହି ଗଙ୍ଗା କୂଳରେ ପଡ଼ିଥିଲା, ଆଉ ତାପରେ ସ୍ୱୟଂ ପ୍ରଜାପତି ବ୍ରହ୍ମା ଏଠାରେ କଠୋର ତପସ୍ୟା କରି ବ୍ରହ୍ମାବେଦୀ ନିର୍ମାଣ କରିଥିଲେ। ମାନେ ଏହାର ଇତିହାସ ପ୍ରକୃତରେ କଳ୍ପନାତୀତ ପ୍ରାଚୀନ। 51? ହଁ, ସମଗ୍ର ଭାରତ, ବାଂଲାଦେଶ ଏବଂ ପାକିସ୍ତାନରେ ମୋଟ 51ଟି ଶକ୍ତିପୀଠ ରହିଛି। କିନ୍ତୁ ଜାଣିଛନ୍ତି, ଏସବୁ ଭିତରେ କାଳିଘାଟକୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତନ୍ତ୍ରଶାସ୍ତ୍ର ଅନୁଯାୟୀ ଏହାର ସ୍ଥାନ ଏତେ ଉଚ୍ଚରେ ଯେ ଶିବ ଭକ୍ତଙ୍କ ପାଇଁ କାଶୀ ଯେତିକି ପବିତ୍ର, ଶାକ୍ତମାର୍ଗୀଙ୍କ ପାଇଁ କାଳିଘାଟ ମଧ୍ୟ ସେତିକି ପବିତ୍ର ଅଟେ। ଏବେ ଆସନ୍ତୁ ଆମେ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା, ପବିତ୍ର ଅବଶେଷର ଆବିଷ୍କାର। ଦେଖିବା କେମିତି ପ୍ରାଚୀନ ସାଧକମାନେ ଏହି ପବିତ୍ର ପ୍ରମାଣଗୁଡ଼ିକୁ ଭୌତିକ ରୂପରେ ଖୋଜି ପାଇଥିଲେ। ଏହି ଘଟଣାଟି କୌଣସି ଅଲୌକିକ କାହାଣୀଠାରୁ କମ୍ ନୁହେଁ। ସାଧକ ବ୍ରହ୍ମାନନ୍ଦ ଗିରି ଦକ୍ଷିଣର ନୀଳଗିରି ପର୍ବତରେ ଏକ ଶିଳାସ୍ତମ୍ଭ ଉପରେ ମା କାଳୀଙ୍କୁ ପ୍ରଥମେ ଦର୍ଶନ କଲେ। ଠିକ୍ ସେହି ସମୟରେ ଅନ୍ୟ ଜଣେ ସାଧକ ଆତ୍ମାରାମ ବ୍ରହ୍ମଚାରୀ କାଳିଘାଟର ପ୍ରାଚୀନ ବ୍ରହ୍ମାବେଦୀ ନିକଟରେ ତପସ୍ୟା କରୁଥିଲେ। ଆଉ ଆଶ୍ଚର୍ଯ୍ୟର କଥା ହେଲା, ସେହି ପବିତ୍ର ସ୍ତମ୍ଭଟି ଅଲୌକିକ ଭାବରେ ଦକ୍ଷିଣରୁ ଉଡ଼ିଆସି ଆଦିଗଙ୍ଗା କୂଳରେ ଥିବା ସେହି 12 ହାତ ଲମ୍ବର ପ୍ରାଚୀନ ବ୍ରହ୍ମାବେଦୀ ଉପରେ ଆସି ସ୍ଥାପିତ ହୋଇଗଲା। ସତରେ ଏହା ଶୁଣିଲେ ହିଁ ବିଶ୍ୱାସ ଆହୁରି ମଜବୁତ ହୋଇଯାଏ। ଆଉ ଏତିକି ନୁହେଁ, ଅନ୍ୟ ଏକ ଚମତ୍କାର ଦୃଶ୍ୟ ମଧ୍ୟ ଥିଲା। ଆମେ ଜାଣୁ ଯେ ସବୁ ଶକ୍ତିପୀଠରେ ଜଣେ ରକ୍ଷକ ଭୈରବ ରହିବା ନିହାତି ଜରୁରୀ। ଦିନେ ଉତ୍ତର ପୂର୍ବ ଦିଗର ଏକ ଘଞ୍ଚ ଜଙ୍ଗଲରେ ଦେଖାଗଲା ଯେ ଗୋଟିଏ ଗାଈ ଆପଣା ଛାଏଁ ଏକ କଳା ପଥର ଉପରେ କ୍ଷୀର ଢାଳୁଛି। ଆଉ ଜାଣିଛନ୍ତି ସେହି କଳା ପଥରଟି କିଏ ଥିଲେ? ସେ ଥିଲେ ମା କାଳୀଙ୍କର ସୁରକ୍ଷାକାରୀ ଭୈରବ ନକୁଳେଶ୍ୱର ମହାଦେବ। ସେହିଦିନ ହିଁ ତାଙ୍କୁ ଆବିଷ୍କାର କରାଯାଇଥିଲା। ଏବେ ଆସନ୍ତୁ ସେହି ଆଙ୍ଗୁଠି ଅବଶେଷ କଥା ଆଲୋଚନା କରିବା, ଯାହା ବିଷୟରେ ଆମେ ଆରମ୍ଭରୁ କଥା ହେଉଥିଲେ। ଏଠାରେ ଆମେ ଜାଣିବା ସ୍ନାନ ଯାତ୍ରା ବିଷୟରେ, ଯାହାକି ଆଷାଢ଼ ପୂର୍ଣ୍ଣିମାରେ ପାଳିତ ହେଉଥିବା ଏକ ଅତ୍ୟନ୍ତ ଗୁପ୍ତ ବାର୍ଷିକ ପରମ୍ପରା। ବର୍ଷକୁ ଥରେ ମାତ୍ର ଏହି ଦିନ ସେହି ଗୁପ୍ତ ରଖାଯାଇଥିବା ଅବଶେଷଗୁଡ଼ିକୁ ବାହାର କରାଯାଇ ବିଧିବଦ୍ଧ ଭାବରେ ସ୍ନାନ କରାଯାଏ। ଏହି ସ୍ନାନଯାତ୍ରାର ନିୟମଗୁଡ଼ିକ ଏତେ କଡ଼ାକଡ଼ି ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସକାଳୁ ପ୍ରଥମେ ମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଏ। ଯେଉଁ ବୟସ୍କ ପଣ୍ଡିତ ଏହି ରୀତିନୀତି କରନ୍ତି, ତାଙ୍କ ଆଖିରେ ପଟି ବାନ୍ଧି ଦିଆଯାଏ, ଯେମିତିକି ସେ ନିଜେ ବି ସେହି ଅବଶେଷକୁ ଦେଖିପାରିବେ ନାହିଁ। ଆଉ ସବୁଠୁ ବଡ଼ କଥା ହେଲା ଏହାର ନିର୍ଦ୍ଦିଷ୍ଟ ଓଜନ। ଏକ ଲୁହା ବକ୍ସ ଭିତରେ ଥିବା ଠିକ୍ 6 କିଲୋ 65 ଗ୍ରାମ ଓଜନର ସେହି ପଥର ସଦୃଶ ଆଙ୍ଗୁଠିଗୁଡ଼ିକୁ ବାହାର କରି ମନ୍ଦିରର ପୁଷ୍କରିଣୀର ସ୍ନାନ କରାଯାଏ। ଏହା କୌଣସି ପୁରାଣ କଥା ନୁହେଁ, ବରଂ ଏକ ସ୍ପଷ୍ଟ ବାସ୍ତବତା। ଆଚ୍ଛା, ଏବେ ଆମେ ମନ୍ଦିରର ଢାଞ୍ଚା କିପରି ବଦଳିଲା ସେ ବିଷୟରେ ଜାଣିବା। ତୃତୀୟ ବିଭାଗ, କୁଡ଼ିଆରୁ ପଥର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା। 16ଶ ଶତାବ୍ଦୀରେ ଆତ୍ମାରାମ ଏବଂ ବ୍ରହ୍ମାନନ୍ଦ କେବଳ ଏକ ଛୋଟ ମାଟି ଓ କାଠର କୁଡ଼ିଆ ନିର୍ମାଣ କରି ଦେବୀଙ୍କର ପୂଜା କରୁଥିଲେ, ତା ପୁଣି ସେହି 12 ହାତ ଲମ୍ବ ବ୍ରହ୍ମାବେଦୀ ନିକଟରେ। କିନ୍ତୁ ଆଜି ଯେଉଁ ବିଶାଳ ମନ୍ଦିର ଆମେ ଦେଖୁଛୁ, ତାହା 1809 ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। 8 କଠା ଜମି ଉପରେ 60 ହାତ ଉଚ୍ଚତା ବିଶିଷ୍ଟ ଏହି ପଥର ମନ୍ଦିର ତିଆରି କରିବାକୁ ସେତେବେଳେ ପ୍ରାୟ 25 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହଁ, ସେହି ସମୟରେ 25 ଲକ୍ଷ ଟଙ୍କା। ଭାବି ଦେଖନ୍ତୁ ଲୋକଙ୍କର ବିଶ୍ୱାସ କେତେ ପ୍ରବଳ ଥିଲା। ଏବେ ମନ୍ଦିରର ମୂର୍ତ୍ତି ଆଡ଼କୁ ଟିକେ ଧ୍ୟାନ ଦେବା।
ଏହା କୌଣସି ସାଧାରଣ ପ୍ରତିମା ନୁହେଁ। ଏହାକୁ କୁଷ୍ଠପଥର ବା ଲେପ୍ରସି ଷ୍ଟୋନ୍ରୁ ଖୋଦିତ କରାଯାଇଛି। ମାଙ୍କର 3ଟି ବଡ଼ ଆଖି ଏବଂ ବାହାରକୁ ବାହାରିଥିବା ଏକ ବିଶାଳ ସୁନା ଜିଭ ରହିଛି। ଗୋଟିଏ ହାତରେ ଥିବା ଖଣ୍ଡାଟି ଦିବ୍ୟ ଜ୍ଞାନର ପ୍ରତୀକ, ଆଉ ତଳକୁ ଥିବା ହାତରେ ସେ ରାକ୍ଷସ ରାଜା ଶୁମ୍ଭର କଟା ମୁଣ୍ଡ ଧରିଛନ୍ତି, ଯାହା ଅହଙ୍କାର ନାଶର ସିଧାସଳଖ ପ୍ରତୀକ ଅଟେ। ବାକି 2 ହାତ ଆଶୀର୍ବାଦ ଏବଂ ଅଭୟ ମୁଦ୍ରାରେ ରହିଛି। ଦିବ୍ୟ ଜ୍ଞାନ ମାଧ୍ୟମରେ ଅହଙ୍କାର ନାଶ କରିବାର ଏହା ଏକ ଅତ୍ୟନ୍ତ ଜୀବନ୍ତ ସ୍ୱରୂପ। ଏହାପରେ ଆସୁଛି ଆମର ଚତୁର୍ଥ ବିଭାଗ, ଶାକ୍ତ ଏବଂ ବୈଷ୍ଣବ ମାର୍ଗର ମିଳନ। ଏଠି ଆଉ ଏକ ଆଶ୍ଚର୍ଯ୍ୟଜନକ ସମନ୍ୱୟ ଦେଖିବାକୁ ମିଳେ। ଆମେ ସମସ୍ତେ ଜାଣୁ କାଳିଘାଟ ମୁଖ୍ୟତଃ ଏକ ଶାକ୍ତ ପୀଠ, କିନ୍ତୁ ଭବାନୀ ଦାସ ନାମକ ଜଣେ ବ୍ୟକ୍ତି ଯିଏକି ନିଜେ ଜଣେ ବୈଷ୍ଣବ ଥିଲେ ଏବଂ ପରେ ପୂଜା ଦାୟିତ୍ୱ ନେଇଥିଲେ, ସେ ଏଠାରେ ବହୁତ କିଛି ପରିବର୍ତ୍ତନ କରିଥିଲେ। ସେ ନିଜ ସହ ଭଗବାନ ବିଷ୍ଣୁଙ୍କର ଏକ ମୂର୍ତ୍ତି ଏବଂ ମଧୁସୂଦନ ଶାଳଗ୍ରାମ ଶିଳା ଆଣି ମନ୍ଦିରର ଏକ ଗୁପ୍ତରୂପା କୁଲୁଙ୍ଗିରେ ସ୍ଥାପନ କରିଥିଲେ। ଏପରିକି ଏକ ଶ୍ୟାମରାୟ ବା ରାଧାକୃଷ୍ଣ ମନ୍ଦିର ମଧ୍ୟ ପ୍ରତିଷ୍ଠା କରିଥିଲେ। ଆଉ ସବୁଠୁ ଚମତ୍କାର ଘଟଣା ଜାଣିଛନ୍ତି କି, ଦିନେ ମାଙ୍କର ନାଲି ସିନ୍ଦୁର ଆପଣା ଛାଏଁ ଅଲୌକିକ ଭାବରେ ଧଳା ଚନ୍ଦନରେ ପରିଣତ ହୋଇଯାଇଥିଲା। ଏହାକୁ ଶାକ୍ତ ଓ ବୈଷ୍ଣବ ଶକ୍ତିର ଏକ ପ୍ରକୃତ ମିଳନ ବୋଲି ଧରାଯାଏ। ଏବଂ ଏହି ମିଳନର ପ୍ରମାଣ ସ୍ୱରୂପ ଆଜି ବି ପ୍ରତିଦିନ ରାତିର ଶୟନ ଆରତି ସମୟରେ ଏକ ବିଶେଷ ନୀତି ପାଳନ ହୁଏ। ମା କାଳୀଙ୍କ କପାଳରେ 2ଟି ହୀରା ଆକୃତିର ଏକ ବୈଷ୍ଣବ ତିଲକ ଲଗାଯାଏ। ଏହି ଗୋଟିଏ ଛୋଟ ରୀତିନୀତି ସ୍ପଷ୍ଟ ଭାବରେ ଦର୍ଶାଇଥାଏ ଯେ ଶିବ ଆଉ ଶକ୍ତି କିମ୍ବା ବିଷ୍ଣୁ ଓ କାଳୀ ପ୍ରକୃତରେ ଭିନ୍ନ ନୁହନ୍ତି, ସେମାନେ ସମ୍ପୂର୍ଣ୍ଣ ରୂପେ ଏକାକାର। ଉପାସନାରେ ଏହି ଦ୍ୱୈତ ଭାବ ପ୍ରକୃତରେ ସ୍ୱତନ୍ତ୍ର ଅଟେ। ସାଧାରଣତଃ କାଳୀ କହିଲେ ଆମ ମନକୁ ଜଣେ ଉଗ୍ର, ଅହଙ୍କାର ନାଶକାରୀ ଯୋଦ୍ଧା ଦେବୀଙ୍କର ରୂପ ଆସେ। କିନ୍ତୁ କାଳୀଘାଟରେ ଦୀପାବଳି ସମୟରେ ପରମ୍ପରା ସମ୍ପୂର୍ଣ୍ଣ ଅଲଗା। ସେହି ସମୟରେ ଦେବୀଙ୍କୁ ଶାନ୍ତ ଓ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ। ଉଗ୍ର ଆଉ ଶାନ୍ତ, ଏହି ଉଭୟ ରୂପ ଗୋଟିଏ ସ୍ଥାନରେ ମିଳିବା ଏକ ବିରଳ ଦୃଶ୍ୟ। ଏବେ ଆମେ ଆମର ଅନ୍ତିମ ଏବଂ ସବୁଠାରୁ ରହସ୍ୟମୟ ବିଭାଗକୁ ଆସିବା। ପଞ୍ଚମ ବିଭାଗ, ଦୈନନ୍ଦିନ ଭକ୍ତି ଏବଂ ତାନ୍ତ୍ରିକ ରୀତିନୀତି। ମନ୍ଦିର ଭିତରର ଉଜ୍ଜ୍ୱଳତା ଆଉ ବାହାରର ଅନ୍ଧକାର ମଧ୍ୟରେ ଥିବା ସେହି ବିରୋଧାଭାସକୁ ଏବେ ଦେଖିବା। ପ୍ରଥମେ ମନ୍ଦିର ଭିତରର ନୀତିକାନ୍ତି ଖୁବ୍ ଶୃଙ୍ଖଳିତ ଆଉ ଶାନ୍ତ। ବ୍ରାହ୍ମ ମୁହୂର୍ତ୍ତରୁ ମଙ୍ଗଳ ଆରତିରେ ଦେବୀଙ୍କ ଜାଗରଣ ଆରମ୍ଭ ହୁଏ। ତାପରେ ଦିନସାରା ସକାଳ 8ଟା ଆଉ ଅପରାହ୍ନ 4ଟାରେ ନିୟମିତ ଭାବେ ଅନ୍ନ, ଫଳ ଏବଂ ମିଷ୍ଟାନ୍ନ ଭୋଗ ଅର୍ପଣ କରାଯାଏ। ଆଉ ଠିକ୍ ରାତି 11ଟାରେ ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ। ଏହା ଏକଦମ ଶାନ୍ତ, ସ୍ନିଗ୍ଧ ଆଉ ଦୈନନ୍ଦିନ ଭକ୍ତିର ଏକ ସୁନ୍ଦର ପରିବେଶ। କିନ୍ତୁ ଟିକେ ରୁହନ୍ତୁ। ଆଦି ଗଙ୍ଗାର ପୂର୍ବ ତଟରେ, ଠିକ୍ ମନ୍ଦିର ପାଖରେ ରହିଛି କେଓରାଟୋଲା ଶ୍ମଶାନ। ଏହା କୌଣସି ସାଧାରଣ ଶ୍ମଶାନ ନୁହେଁ। ଏହାକୁ ଏକ ଜାଗ୍ରତ ମହାଶ୍ମଶାନ ବୋଲି କୁହାଯାଏ, ଯେଉଁଠି ଚିତାଗ୍ନି କେବେ ହେଲେ ଲିଭେ ନାହିଁ। ଗୋଟିଏ ପଟେ ମନ୍ଦିରର ନିର୍ଦ୍ଦିଷ୍ଟ ସମୟ ଆଉ ଶୃଙ୍ଖଳା, ଆଉ ଅନ୍ୟପଟେ ନିରନ୍ତର ଜଳୁଥିବା ଏହି ମହାଶ୍ମଶାନର ଅନ୍ଧକାରମୟ ବାସ୍ତବତା। ଏହି ଶ୍ମଶାନ ଭୂମିର ଇତିହାସ ପ୍ରକୃତରେ ବହୁତ ଗଭୀର ଆଉ ଟିକେ ଭୟାନକ ମଧ୍ୟ। ଏହା ବହୁ ପୁରାତନ କାଳରୁ ଗୁପ୍ତ ତାନ୍ତ୍ରିକ ସାଧନାର ଏକ ପ୍ରମୁଖ କେନ୍ଦ୍ର ହୋଇଆସିଛି। ଅଘୋରୀ, କାପାଳିକ ଏବଂ କରାଳ ସାଧକମାନେ ଏଠାକୁ ଆସି ଗୁପ୍ତ ସାଧନ କରନ୍ତି। ଐତିହାସିକ ତଥ୍ୟରୁ ଏହା ମଧ୍ୟ ଜଣାପଡ଼େ ଯେ ପ୍ରାଚୀନ କାଳରେ ଏଠାରେ କଠୋର ତନ୍ତ୍ର ସାଧନା ସହ ନରବଳି ପ୍ରଥା ମଧ୍ୟ ପ୍ରଚଳିତ ଥିଲା। ଏହି ସ୍ଥାନଟି ଜୀବନର ସବୁଠାରୁ ଅନ୍ଧକାରମୟ ଆଉ ଚୂଡ଼ାନ୍ତ ବାସ୍ତବତାକୁ ବିନା କୌଣସି ଦ୍ୱିଧାରେ ଗ୍ରହଣ କରିଥାଏ। ତେବେ ଏହି ସ୍ଥାନର ଆଧ୍ୟାତ୍ମିକ ଶକ୍ତିକୁ କଦାପି ଅଣଦେଖା କରାଯାଇନପାରେ। ଶ୍ରୀରାମକୃଷ୍ଣ ପରମହଂସ ଆଉ ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାନ କିମ୍ବଦନ୍ତୀ ସାଧକମାନେ ଠିକ୍ ଏହିଠାରେ ହିଁ କଠୋର ସାଧନା କରି ନିଜର ଆଧ୍ୟାତ୍ମିକ ସିଦ୍ଧି ଲାଭ କରିଥିଲେ ବୋଲି ବିଶ୍ୱାସ କରାଯାଏ। ସେମାନଙ୍କର ଉପସ୍ଥିତି ଏହି ମାଟିର ପବିତ୍ରତାକୁ ଆହୁରି ବଢ଼ାଇ ଦେଇଛି। ଏହି ସବୁ କଥାର ସାରାଂଶ କ'ଣ ଜାଣନ୍ତେ? ଦୈନନ୍ଦିନ ପୂଜା ହେଉ ଅବା ଶ୍ମଶାନର ଗୁପ୍ତତାନ୍ତ୍ରିକ ସାଧନା, ଶାକ୍ତ ମାର୍ଗ ହେଉ ଅବା ବୈଷ୍ଣବ ମାର୍ଗ, ଗୋଟିଏ କଥାରେ କହିଲେ କାଳୀ ଏବଂ କୃଷ୍ଣ ପ୍ରକୃତରେ ଏକ ଏବଂ ଅଭିନ୍ନ। ଏହି ପରମ ସତ୍ୟ ହିଁ କାଳୀଘାଟର ମୂଳ ମନ୍ତ୍ର ଅଟେ। ଆମର ଏହି ଏକ୍ସପ୍ଲେନର ଶେଷ କରିବା ପୂର୍ବରୁ ଆସନ୍ତୁ ଗୋଟିଏ କଥା ଚିନ୍ତା କରିବା। ଗୋଟିଏ ଭୌତିକ ସ୍ଥାନ କେମିତି ଏକାଧାରରେ ସବୁଠାରୁ ଗଭୀର ତାନ୍ତ୍ରିକ ରହସ୍ୟ ଏବଂ ଆଧୁନିକ ଦୈନନ୍ଦିନ ଭକ୍ତିର ଉଜ୍ଜ୍ୱଳ ଆଲୋକକୁ ନିଜ ଭିତରେ ସାଇତି ରଖିପାରିଛି। ଆଚ୍ଛା, ବୋଧହୁଏ ଏହି ଅଦ୍ଭୁତ ଦ୍ୱୈତ ଭାବ ହିଁ କାଳୀଘାଟ ମନ୍ଦିରକୁ ଏତେ ମହାନ କରିଛି, ନା ନୁହେଁ? ବାସ୍ତବରେ ଏହା ଉପରେ ଚିନ୍ତା କରିବା ନିହାତି ଜରୁରୀ। ଆଜି ପାଇଁ ଏତିକି। ଆଶା କରାଯାଏ ଏହି ଆଲୋଚନା ନିଶ୍ଚୟ କିଛି ନୂଆ ଚିନ୍ତାଧାରା ସୃଷ୍ଟି କରିଥିବ।